ଜାତିର ପିତା ମହାତ୍ମା ଗାନ୍ଧୀଜୀ କହିଥିଲେ ଯେ ଏ ମଣିଷ ସମାଜ ପାଇଁ ଗୋଟିଏ ମାଷ୍ଟର ଆଉ ଗୋଟିଏ ଡକ୍ଟର ଅତି ଜରୁରୀ। କାରଣ ଉତ୍ତମ ଶିକ୍ଷା ପାଇବାକୁ ହେଲେ ଜଣେ ଉତ୍ତମ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିଥାଏ, ଆଉ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାକୁ ହେଲେ ଉତ୍ତମ ଡକ୍ଟର ପାଖକୁ ଯିବାକୁ ପଡ଼ିଥାଏ। ହେଲେ ଏକଥା କାହିଁକି କହିଲା ନାହିଁ ଯେ ଏ ସମାଜ ପାଇଁ ଉତ୍ତମ ନେତା ବି ଦରକାର। ଆପଣମାନଙ୍କୁ ବିନମ୍ର ଅନୁରୋଧ, ଏଇ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗେ ଯଦି এই ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍ଟିକୁ ଦବାଇ ଦେବେ, କାରଣ ସବୁବେଳେ ଏଭଳିଆ ଭିଡ଼ିଓ ପାଇପାରିବେ। ଏଇଠି ଆପଣମାନେ ଦେଖିପାରୁଛନ୍ତି ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଯାହାକି ପଣ୍ଡିତ ରଘୁନାଥ ମୁର୍ମୁଙ୍କର ନାମରେ ନାମିତ କରାଯାଇଛି। ଯେତେ ବଡ଼ ଲୋକ ହେଲେ ମଧ୍ୟ ଦେହ ଖରାପ ହେଲେ ଚିକିତ୍ସାଳୟକୁ ଆସିବାକୁ ହିଁ ପଡ଼ିଥାଏ। କିନ୍ତୁ ଗୋଟିଏ କଥା କହି ରଖୁଛି ବନ୍ଧୁ, ଯାହା ହଉ ମୋତେ ଇଲେକ୍ସନ୍ ପୂର୍ବରୁ ଏ ମେଡ଼ିକାଲର ଅବସ୍ଥା ଦେଖିବାକୁ ସୁଯୋଗ ମିଳିଲା। ଯାହା ହଉ କିଛି ଫୁଟେଜ୍ କ୍ୟାପଚର୍ କରି ରଖୁଛି, କାରଣ ଇଲେକ୍ସନ୍ ପରେ କାମରେ ଲାଗିବ। ତେଣୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ। ତ ବନ୍ଧୁଗଣ, ଆପଣମାନେ ହିଁ କୁହନ୍ତୁ ଯେ ଗୋଟିଏ ଜୀବନର ମୂଲ୍ୟ କେତେ? ଆଜି ଆପଣମାନେ ବି ଜାଣିପାରୁଛନ୍ତି ଯେ ଯେଉଁ ସମ୍ବିଧାନକୁ ଆଜି ସମସ୍ତେ ପୂଜା କରନ୍ତି, ପୁଣି ଏ ସମ୍ବିଧାନ ଆମକୁ ସବୁ ସୁବିଧା ଦେଇଛନ୍ତି, ଆଉ ଆଜି ଇଲେକ୍ସନ୍ କରିବାର ସୁଯୋଗ ବି ସିଏ ଦେଇଛନ୍ତି। କିନ୍ତୁ ସମ୍ବିଧାନକୁ ଯେତେବେଳେ ଜାଡ଼ି ଦିଆଗଲା, ଆଉ ସେଇମାନଙ୍କୁ ଆଜି ପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ, କିନ୍ତୁ ଇଲେକ୍ସନ୍ ପରେ ଇଲେକ୍ସନ୍ ଚାଲିଛି। ଏମିତି ଘଟଣା ଦେଖି ମୋତେ ବହୁତ ଦୁଃଖ ଲାଗେ, କାରଣ ଏମିତି ଘଟଣା କାହିଁକି ଘଟୁଛି ଏ ଆମ ଭାରତରେ? ବନ୍ଧୁଗଣ, ଶେଷରେ ଏତିକି ପଚାରିବି, ଗୋଟିଏ ମଣିଷ ମରିଗଲା ପରେ କେତେ ଟଙ୍କା ଦେଲେ ତା ଜୀବନ ଫେରି ପାଇବ? ଏ କଥା ଆପଣମାନେ କମେଣ୍ଟରେ ନିଶ୍ଚୟ ଦେବେ। ତ ମୁଁ ଯାହା ଜାଣିଛି, ଗୋଟିଏ ମଣିଷ ଶିକ୍ଷା ଆଉ ସ୍ୱାସ୍ଥ୍ୟ ଅତି ଜରୁରୀ। କାରଣ ଖାଦ୍ୟ, ବସ୍ତ୍ର, ବାସଗୃହକୁ ଛାଡ଼ିଦେଲା ପରେ ଏଇ ଦୁଇଟା ଜିନିଷ ମଣିଷ ପାଇଁ ଅତି ଆବଶ୍ୟକ ଜିନିଷ ଆଜି। ତେଣୁ ଗୋଟିଏ ଜୀବନ ଥରେ ଚାଲିଗଲା ପରେ ଆଉ ଯେମିତି ଫେରି ହେବ ନାହିଁ, ଠିକ୍ ସେହିପରି ଥରେ ଭୋଟଟି ଆପଣ ଦେଇଦେଲା ପରେ ଆଉ ତାକୁ ଫେରାଇ ପାରିବେ ନାହିଁ। ତେଣୁ ଭାବିଚିନ୍ତି ଠିକ୍ ଜାଗାରେ ଭୋଟ ଦିଅନ୍ତୁ, କାରଣ ଯେକୌଣସି ମଣିଷ ଶିକ୍ଷା କ୍ଷେତ୍ର ଆଉ ସ୍ୱାସ୍ଥ୍ୟ କ୍ଷେତ୍ର ନିଶ୍ଚୟ ଯିବେ। ତେଣୁ ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ, କାରଣ ଏହାର ପରିଣାମ ଆମକୁ ଭୋଗିବାକୁ ପଡ଼ିବ। ତେଣୁ ଏ ଚାରୋଟି ସ୍ତମ୍ଭ ବା ଚାରୋଟି ପିଲର ମଧ୍ୟରୁ ଏ ଇଲେକ୍ସନ୍ ଗୋଟେ ପିଲର। ବୁଝି ବିଚାରି କାର୍ଯ୍ୟ କରିବେ। ରହିଲେ ବନ୍ଧୁ, ନମସ୍କାର।